କେଉଁଠି ନିଆଁ ସହ ଚାଲେ ପ୍ରେମ ଓ ଭକ୍ତିର ଖେଳ। କେଉଁଠି 2000 ବର୍ଷର ତଳର ପୁରୁଣା ପଥର କହେ ଇତିହାସର କଥା। କେଉଁଠି ଗୋଟେ ପଟେ ଶୁଭେ ଶାନ୍ତିର ମନ୍ତ୍ର ତ ଅନ୍ୟପଟେ ଦେଖାଯାଏ ଯାତ୍ରା ଦୁନିଆର ରଙ୍ଗୀନ ଚକାଚକ୍ୟ। ଏହା ଏକ ସାଧାରଣ ମେଳା ନୁହେଁ, ଏହା ହେଉଛି ଓଡ଼ିଶାର ସବୁଠୁ ବଡ଼ ଆଧ୍ୟାତ୍ମିକ କାର୍ନିଭାଲ। ସ୍ୱାଗତ କରୁଛୁ ଐତିହାସିକ ଖଣ୍ଡଗିରି ମାଘ ମେଳାକୁ। ନମସ୍କାର, ଜୟ ଜଗନ୍ନାଥ। ମୁଁ ସଞ୍ଜୀବ, ଆପଣ ଦେଖୁଛନ୍ତି ଦେବବସ୍ ୟୁଟ୍ୟୁବ୍ ଚ୍ୟାନେଲ। ପ୍ରତିବର୍ଷ ମାଘ ମାସ ସପ୍ତମ ତିଥିରୁ ଆରମ୍ଭ ହୋଇଯାଏ ଏହି ବିଶ୍ୱ ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା। ତେବେ ଏବର୍ଷ 2026 ମସିହାରେ ଜାନୁଆରୀ 23 ତାରିଖରୁ ଆରମ୍ଭ କରି ଫେବୃଆରୀ 3 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଐତିହାସିକ ଖଣ୍ଡଗିରି ମେଳା। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଖଣ୍ଡଗିରି ମାଘ ମେଳା ଭୁବନେଶ୍ୱର ଉଦୟଗିରି ଏବଂ ଖଣ୍ଡଗିରି ପାହାଡ଼ର ପାଦଦେଶରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ପର୍ବ କିମ୍ବା ଏହି ମେଳା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ଏହା ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି। ଏହି କାହାଣୀ ଆରମ୍ଭ ହୁଏ ଦ୍ୱାପର ଯୁଗରୁ। କଳ୍ପନା କରନ୍ତୁ, ଜଣେ ସୁନ୍ଦର ରାଜକୁମାର ଯିଏ ନିଜ ରୂପ ପାଇଁ ଅହଙ୍କାରୀ ଥିଲେ, କିନ୍ତୁ ଗୋଟିଏ ଅଭିଶାପରେ ତାଙ୍କ ଦେହ କୁଷ୍ଠ ବ୍ୟାଧିରେ ଜଳିଗଲା। ସେ ଥିଲେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ। ମୁକ୍ତିର ବାଟ ଖୋଜି ସେ ପହଞ୍ଚିଲେ ଏହି ଖଣ୍ଡଗିରି ଠାରେ। ମାଘ ସପ୍ତମୀର ସେହି ପବିତ୍ର ପ୍ରଭାତରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ତାଙ୍କ ଦେହରେ ପଡ଼ିଲା, ଆଉ ଦୀର୍ଘ 12 ବର୍ଷର ତପସ୍ୟା ପରେ ସେ ପାଇଲେ ଏକ ନୂଆ ଜୀବନ। ଆଜି ବି ଲୋକଙ୍କ ବିଶ୍ୱାସ ରହିଛି, ଏହି ମେଳାରେ ସୂର୍ଯ୍ୟଙ୍କୁ ପ୍ରଣାମ କଲେ ସବୁ ରୋଗରୁ ମୁକ୍ତି ମିଳେ। ତେବେ ଯଦି ଆମେ ପୁରାଣ ପୃଷ୍ଠ ଓଲଟା ଇତିହାସକୁ ଯିବା, ତେବେ ଆମ ସାମ୍ନାରେ ଆସି ପହଞ୍ଚିବେ ଉତ୍କଳର ମହାପ୍ରତାପୀ ସମ୍ରାଟ ମହାମେଘବାହାନ ଖାରବେଳ। ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀରେ ଯେତେବେଳେ ସେ ସମଗ୍ର ଭାରତ ଜୟ କରି ଫେରିଲେ, ସେ ନିଜର ବିଜୟ ଗାଥାକୁ ଏହି ପାହାଡ଼ର ଛାତିରେ ଲେଖିଥିଲେ। ଆଜକୁ ପ୍ରାୟ 2000 ବର୍ଷ ତଳେ ମହାପ୍ରତାପୀ ସମ୍ରାଟ ଖାରବେଳ ଏହି ପାହାଡ଼ଟିକୁ କାଟି ପ୍ରସ୍ତୁତ କରିଥିଲେ ଜୈନ ସନ୍ନ୍ୟାସୀଙ୍କ ପାଇଁ 100ରୁ ଅଧିକ ଗୁମ୍ଫା। ଏହା ଥିଲା ସେ ସମୟର ସବୁଠୁ ବଡ଼ ଆଧ୍ୟାତ୍ମିକ କେନ୍ଦ୍ର। ସେହି ସାଧୁ ସନ୍ଥମାନଙ୍କ ସମାଗମରୁ ଆରମ୍ଭ ହୋଇଥିଲା ଏହି ଐତିହାସିକ ମେଳା ଖଣ୍ଡଗିରି ମେଳା, ଯାହା ଆଜି ବି ଓଡ଼ିଶାର ଗର୍ବ ହୋଇ ରହିଛି। ଏଠାରେ ପରମ୍ପରା ମଧ୍ୟ ଜୀବନ୍ତ। କୁହାଯାଏ ଯେ ମାଘ ସପ୍ତମୀରେ ହିମାଳୟରୁ ଅଦୃଶ୍ୟ ଭାବେ ଅନେକ ସିଦ୍ଧ ସାଧୁ ଏଠାକୁ ଆସନ୍ତି। କେହି ନିଆଁ ଘେରରେ ବସି ତପସ୍ୟା କରନ୍ତି, ତ କେହି ବର୍ଷ ବର୍ଷ ଧରି ଠିଆ ହୋଇ ରୁହନ୍ତି। ଏହି ଅଖଣ୍ଡ ଧୂନିର ପାଉଁଶରେ ଲୁଚି ରହିଛି ବିଶ୍ୱାସର ସେହି ଶକ୍ତି, ଯାହା ହଜାର ହଜାର ଭକ୍ତଙ୍କୁ ଏଠାକୁ ଟାଣି ଆଣେ। ତେବେ ଖଣ୍ଡଗିରି ମେଳା କେବଳ ଧର୍ମରେ ସୀମିତ ନୁହେଁ। ସନ୍ଧ୍ୟା ନଇଲେ ଏଠାରେ ଆରମ୍ଭ ହୋଇଯାଏ ଓପେନ୍ ଏୟାର ଥିଏଟର ଅର୍ଥାତ୍ ଯାତ୍ରା। କଳାକାରଙ୍କ ଜୀବନ୍ତ ଅଭିନୟ ଏବଂ ଗ୍ରାମୀଣ ହସ୍ତଶିଳ୍ପର ବଜାର। ମଥୁରା କେକ୍ର ମିଠା ବାସ୍ନା ଆଉ ଦୋଳିର କିରିକିରି ଶବ୍ଦରେ ହଜିଯାଏ ସହରର ସେହି ବ୍ୟସ୍ତତା। ବଦଳିଛି ସହର, ବଦଳିଛି ଶୈବ, କିନ୍ତୁ ବଦଳିନି ଆମ ଖଣ୍ଡଗିରିର ପରମ୍ପରା। ଏହା ହେଉଛି ଆମ ଓଡ଼ିଶାର ଗର୍ବ ଏବଂ ଆମ ସଂସ୍କୃତିର ଏକ ପରିଚୟ। ତେବେ ଆମେ ଏହି ଭିଡ଼ିଓରେ କଭର କଲେ ଖଣ୍ଡଗିରି ମେଳା ସମ୍ବନ୍ଧିତ ଅନେକ ତଥ୍ୟ ଏବଂ ଏହାର ଅନୁଷ୍ଠିତ ହେବା ପଛରେ ଥିବା ଦୁଇଟି ମୁଖ୍ୟ କାରଣ। ତେବେ ଆଜି ପାଇଁ ଏତିକି, ରହିଲି। ଦେଖା ହେବ ଅନ୍ୟ ଏକ ନୂତନ ଭିଡ଼ିଓରେ। ସେଥିପର୍ଯ୍ୟନ୍ତ ନମସ୍କାର, ଜୟ ଜଗନ୍ନାଥ।